ଯାନବାହନ ବ୍ୟବସ୍ଥା ନଥିବାରୁ ଦୀର୍ଘ 15 କିଲୋମିଟର ବହୁ କଷ୍ଟରେ ପାଠ ପଢ଼ିବା ପାଇଁ ଯାଉଛନ୍ତି ଛାତ୍ରଛାତ୍ରୀ। ସରକାର ଯୋଜନା ଉପରେ ଯୋଜନା କରିଚାଲିଛନ୍ତି, କିନ୍ତୁ ବାସ୍ତବ ଚିତ୍ର ଦେଖିଲେ ଆପଣ ବି ସ୍ତବ୍ଧ ହୋଇଯିବେ। ଯାହାକି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଅତି ଦୁର୍ଗମ ପଞ୍ଚାୟତ ତଳଗାଁ ଆଜି ବି ଦୁନିଆର ଅବହେଳିତ। ସାଧାରଣତଃ ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ଆସିବାକୁ ହେଲେ ପଞ୍ଚାୟତ ଠାରୁ ବାଣୀଗଛା କଲେଜକୁ ଆସିବାକୁ ପଡ଼ୁଛି 15 କିଲୋମିଟର ବାଟ, ତାହା ବି ବହୁତ କଷ୍ଟରେ। ବିଡ଼ମ୍ବନାର ବିଷୟ, ତଳଗାଁ ପଞ୍ଚାୟତ ଗଣ୍ଡିଶ୍ୱର ଠାରୁ ଏକ ଘରୋଇ ବସ୍ ବା ସ୍ୱପ୍ନେଶ୍ୱର ବସ୍ ସକାଳ 6ଟାରୁ ଛାଡ଼ି ବୌଦ୍ଧରେ 10 ଘଣ୍ଟାରେ ପହଞ୍ଚି ଦିନ 12:45ରେ ଛାଡ଼ି ଅପରାହ୍ନ 4:30 ଗଣ୍ଡିଶ୍ୱର ପହଞ୍ଚିଥାଏ। ସେପରି ଗୋଟାଏ ବସ୍କୁ ସମସ୍ତେ ଅପେକ୍ଷା କଲେ। ବାହାଘର କିମ୍ବା ରିଜର୍ଭ ପରିମାତ୍ରାରେ ରୁଟ୍ ବନ୍ଦ କରି ଭଡ଼ା ରହିଥିବାରୁ ଜନସାଧାରଣ ଏବଂ ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧା ଦେଖିବାକୁ ମିଳିଛି। ଗତକାଲି ଯୁକ୍ତ 2 ବୋର୍ଡ ପରୀକ୍ଷା ଚାଲିଥିଲା ବେଳେ ଦିନ 2ଟା ବେଳେ ପରୀକ୍ଷା ଶେଷ ପରେ କୌଣସି ଯାନବାହନ ନଥିବାରୁ ପ୍ରାୟ 15 ଜଣ ଛାତ୍ରଛାତ୍ରୀ ଦୀର୍ଘ 15 କିଲୋମିଟର ବାଟ ଚାଲି ଚାଲି ଘରେ ସନ୍ଧ୍ୟା 6ଟାରେ ପହଞ୍ଚିଥିଲେ। ତେଣୁ ଏଥିପ୍ରତି ବୌଦ୍ଧ ପରିବହନ ବିଭାଗ ସମ୍ପୂର୍ଣ୍ଣ ପଦକ୍ଷେପ ନେବା ପାଇଁ ଦାବି ହେଉଛି। ବୌଦ୍ଧରୁ ପୁନା ବେହେରାଙ୍କ ରିପୋର୍ଟ। Breaking news.